नमस्कार, जय आरसीएम, गुड मॉर्निंग, सुप्रभात। नमस्कार जय श्याम। नमस्कार सर। ओके, धन्यवाद आपण मानक समस्त को। आमे प्रॉपर टाइम रे आज पहुंची जाइए। गुरुकुल हमर सिस्टम रे हम जीवन रे गोटे बहुत बड़ भूमिका रखुची। कारण गुरुकुल माध्यम रे हमें बहुत किछि हमें शिखी पारुचे, जानी पारुचे। दिव्य ज्ञान भी हमें पाई पारुचे और संस्कारित भी हेई पारुचे। तो ସେଥିଲାଗି ଆମେ ପ୍ରାୟୋରିଟିରେ ଗୁରୁକୁଲକୁ ପ୍ରତ୍ୟେକ ଦିନ ରଖିବା ନିହାତି ଦରକାର। ପ୍ରତ୍ୟେକ ଦିନ ଯେତେବେଳେ ଷ୍ଟାର୍ଟ ହେଉଛି, ନୂଆ ସକାଳ ଯେତେବେଳେ ଆରମ୍ଭ ହେଉଛି, ତ ଗୁରୁକୁଲକୁ ଆମେ ଯଦି ପ୍ରତ୍ୟେକ ଦିନ ଆମେ ଶୁଣିବା, ତାହେଲେ ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ବି ଆସିଯାଇପାରିବ। ଆମ ଜୀବନରେ ସେ ଆନନ୍ଦ ଆମେ ପାଇପାରିବା ଯୋଉ ଆନନ୍ଦ ଆଜି ପର୍ଯ୍ୟନ୍ତ ଆମେ ଖୋଜୁଛେ। ତ ଆଜି ଗୁରୁକୁଳ ବହୁତ ପାୱାରଫୁଲ ଗୁରୁକୁଳ। କାରଣ ଆମେ ଯାତ୍ରା ତ ସବୁବେଳେ କରୁଛେ, ଇଏ ଆମ ଭିତରେ ଭିତରେ ଯୋଉ ଯାତ୍ରା ଆମେ କରୁଛେ, ତ ତା ଉପରେ ଥିଲା ପ୍ରତ୍ୟେକ ବୁଧବାର ଇଏ ପ୍ରୋଗ୍ରାମ ହୁଏ। ତ ସେଥିଲାଗି ଆମେ ସମସ୍ତଙ୍କୁ ବି ଇନଭାଇଟ୍ କରିବା ଉଚିତ। ତ ଇଏ ବହୁତ ସାରା କଥା ତ ଡିସ୍କସନ ଆଜି ବି ହେଲା। ତ ଯେମିତିକି ମୁଁ ବି ଜାଣିଲି ଯେ ନିଜେ ସ୍ଥିର ହେଇକି ଇଏ ଧ୍ୟାନ କରିବା ଦ୍ୱାରା ଆମେ ବହୁତ ଦିବ୍ୟ ଜ୍ଞାନ ଆମେ ପାଇପାରିବା। ଇଏ ହଉଛି ଗୋଟେ ବହୁତ ବଢିଆ କଥା। ଆଉ ଯୋଉଥିରେ କି ଆମ ବଡି ଭିତରେ ଏନର୍ଜି ଫ୍ଲୋ କରେ। ଯଦି ଏନର୍ଜି ଫ୍ଲୋ କରେ, ତାହେଲେ ଆମେ ବହୁତ କିଛି ଅସମ୍ଭବକୁ ସମ୍ଭବ ଆମେ କରିଦେଇ ପାରିବା। ତ ସିଏ ବି ବହୁତ ବଡ଼ କଥା। ଇଏ ଗୋଟେ ଅଲୌକିକ ଶକ୍ତି ଆମ ଭିତରେ ଜାଗ୍ରତ ହେଇପାରେ। ଆଉ ତା ସହିତ ଯେମିତିକି ଟିସି ସାର୍ ବର୍ତ୍ତମାନ କହୁଥିଲେ ଯେ ଆମ ଭିତରୁ ଆମେ ଉତ୍ତର ଖୋଜିବା ଆରମ୍ଭ କରିବା। ମାନେ ସେ କୋଶ୍ଚିନ୍ର ଆନ୍ସର କ'ଣ, ଆମେ ଯଦି ନିଜକୁ ନିଜେ ପ୍ରଶ୍ନ କରିବା, ଆମେ ପାଇବା, ତାହେଲେ ସେଥିରେ ଆମେ ବହୁତ କିଛି ଆମେ ଜାଣିପାରିବା। ତ ସେଥିଲାଗି ଗୁରୁକୁଳକୁ ପ୍ରାୟୋରିଟି ରଖିବା ମାନେ ଆମେ ଆରସିଏମ ରେ ଆମେ ଜୀବନରେ ବହୁତ ଉନ୍ନତି ଆମେ କରିପାରିବା। ଆରସିଏମ ଚାହୁଁଛି ଯେ ପ୍ରତ୍ୟେକ ଜୀବନରେ ଉନ୍ନତି କରିବା ପାଇଁ ପ୍ରତ୍ୟେକ ପ୍ରତ୍ୟେକ ଲୋକ କେମିତି ଭଲରେ ରୁହନ୍ତୁ, ତାଙ୍କ ପରିବାର ଖୁସିରେ ରୁହନ୍ତୁ, ନିରୋଗୀ ରୁହନ୍ତୁ, ସ୍ୱାବଲମ୍ବନ ଅ, ସ୍ୱାବଲମ୍ବୀ ହୁଅନ୍ତୁ, ମହିଳାମାନେ ସଶକ୍ତିକରଣ ହୁଅନ୍ତୁ। ତ ଏ ସବୁ ପ୍ରକାରର ଯୋଉ ବିଚାରଧାରା, ଯୋଉ ସେବା, ସ୍ୱାସ୍ଥ୍ୟ ଆଉ ସଂସ୍କାରର ମନୋଭାବ ନେଇକି ଆମେ ଆଗକୁ ବଢୁଛେ, ତ ତା ଦ୍ୱାରା ଆମେ ବହୁତ କିଛି ଜୀବନ ଇଏ ଦୁନିଆରେ ବହୁତ କିଛି କରିଦେଇ ପାରିବା। ତ ଭଗବାନ ଇଏ ଶରୀର ଆମକୁ ଦେଇଛନ୍ତି। ଇଏ ଶରୀରକୁ ଆମେ ଠିକ ଭାବରେ ଯେତିକି ଦିନ ଇଏ ଶରୀରରେ ଆମେ ଅଛେ, ତ ସେତିକି ଦିନ ଆମେ ଏ ଦୁନିଆ ପାଇଁ ବହୁତ ବଡ଼ କାମ ଆମେ କରିଦେଇ ଯାଇପାରିବା। ତ ସେଥିଲାଗି ଆଜି ଆପଣମାନେ ଆସିଛନ୍ତି, ତ ଆମେ ଗୁରୁକୁଳକୁ ଦେଖିଲେ ଆମ ବିଚାର କ'ଣ ରହିଲା, ତ ସେ ବିଷୟରେ ଆମେ ଆଜି କଥା ହବା। ପ୍ରଥମେ ଅମିୟଙ୍କଠୁ ଷ୍ଟାର୍ଟ କରିବା। ସାର୍ ନମସ୍କାର ସାର୍। ନମସ୍କାର। ସମସ୍ତଙ୍କୁ ଜୟ ଆସେମ୍। ଆଜି ଯୋଉ ଜିନିଷ ଆମେ କରୁଛେ, ପ୍ରଥମେ ଯୋଉଟାକ ଆପଣଙ୍କ ଆଇଡିଓଲୋଜି ଥିଲା, ଯେମିତି ଆମେ କହିଲେ ପ୍ରଥମେ ଆମେ ହିଁ ଶୁଣୁଛେ, ମୁଁ ନିଜେ ଶୁଣୁଛି, ତାପରେ ବାହାର ଲୋକ କି ଶୁଣୁଛନ୍ତି। ତେଣୁ ଯୋଉ ମନଟା ଯୋଉ ଅସ୍ଥିର ହେଇଯାଉଛି, ଏଇ ମନଟା ଅସ୍ଥିର ମନ ନେଇ କେହି କେବେ ଆଗେଇ ପାରିବନି। ଆମେ ଭାବୁଛେ ଗୁରୁକୁଳେ ବହୁତ ସମୟ ବସିବାକୁ ଚେଷ୍ଟା କରୁଛେ, ହେଇ ହଉନି, ବସିପାରୁନେ। ପୁଣି ଭାବୁଛେ ୟୁଟ୍ୟୁବରେ ବସିବା, ୟୁଟ୍ୟୁବରେ ବି ଅଧା କୋଉଠି କଟି ଯାଉଛି। କିନ୍ତୁ ପ୍ରତ୍ୟେକ ଦିନ ସବୁ ଜିନିଷଟାକୁ ଆମେ ସଠିକ ଢଙ୍ଗରେ କରିପାରୁନେ। ଗୋଟେ ପ୍ରୋବ୍ଲେମ ଗଲା ପୂର୍ବରୁ ଆହୁରି କେତେ ପ୍ରୋବ୍ଲେମ ବି ଆମ ପାଖରେ ପଳେଇ ଆସୁଛି। ଏକ କଥା। ଦ୍ୱିତୀୟ କଥା ହଉଛି କଣ କି, ଯୋଉ ଆମର ଯୋଉ 7ଟା ଚକ୍ର ଅଛି, ଯୋଉ ମୁଁ ଦେଖୁଥିଲି ଆଜି ଅବଶ୍ୟ ନେଟ୍ ଫେଲ୍ କରିଗଲା, ୟୁଟ୍ୟୁବ ବି ଫେଲ୍ କରିଗଲା, ତାପରେ ପୁଣି ବି ଜଏନ୍ କରିଗଲା। ଶେଷରେ ଜଏନ୍ କଲି ଜଣେ ରିଟାର୍ଡ ଇଲେକ୍ଟ୍ରିକାଲ ଅଫିସର ପାଖରେ, ସେଇଠି ସେଇ ଆଲୋଚନା କରୁଥିଲେ। ଏତିକି ବୁଝିଲି, ଯୋଉ ଆମର 7ଟା ଚକ୍ର, 7ଟା ଚକ୍ରକୁ ଯଦି ଆମେ ନିୟନ୍ତ୍ରଣ ରଖିପାରିବା, ଯେମିତି ସଞ୍ଜୀବ ଜୀଙ୍କର ଏଥିରେ ମତେ ଅବଦାନ ଅଛି, ମୁଁ ତାଙ୍କ କଥା ବି ଭାବୁଥିଲି ସେତେବେଳେ। ଆଉ ଉପରୁ ଯୋଉ ଆଲୋକ ବର୍ତ୍ତିକା ଆସେ, ୟୁ କ୍ୟାନ୍ ଆଇ କ୍ୟାନ୍ ଡୁ ଇଟ୍, ଯୋଉ ଆମକୁ ମିଟିଂରେ ବି ବୁଝାନ୍ତି, ଉପର ବାଲା ସବୁ ଶୁଣୁଛି। ତେଣୁ ଉପର ବାଲା ହିଁ ସବୁ ଯୋଉ ଚକ୍ର ମାଧ୍ୟମରେ ଆମେ ଉପର ସହିତ ମାନେ ଉଚ୍ଚ ସ୍ତରରେ ଆମେ ଯାଇକିରି ଆମର ମାଇଣ୍ଡକୁ ପହଞ୍ଚେଇ ଦେଇପାରିବା। ଆଉ ମାଇଣ୍ଡ ହିଁ ଖେଳ ଦୁନିଆରେ। ତେଣୁ ମାଇଣ୍ଡ ଯଦି ଆମେ
ନିଜ କଣ୍ଟ୍ରୋଲକୁ ନେଇକିରି ଆସିପାରିବା, ଯେକୌଣସି ଜିନିଷ କରିବାକୁ ଚାହିଁବା ଧୀରେ ସୁସ୍ଥେ କଲେ ସେଟା ସଫଳ ହେଇପାରିବ। ଏଟାକୁ ଆଜିର ଗୁରୁକୁଳେ ଯେତିକି ନେଟ ଯାଉ ବା ଆସୁ ଏମିତି ଆଜି ଯେତିକି ଅନୁଭବ କରିଛି, ସମ୍ପୂର୍ଣ୍ଣ ଭାବେ ଆଜି ଲେଖିପାରିନି, ଏମିତି ଅବସ୍ଥା ଆଜି ଥିଲା। ତାପରେ ମୁଁ ପୁଣି ଥରେ ଦେଖିବା ପରେ ଏଇ ଯୋଉ ଆଜିର ଯୋଉ ଥିଲା ତାକୁ ଥରେ ନୁହେଁ ଦୁଇଥର ନୁହେଁ, ମିନିମମ୍ 2 ଥରୁ 3 ଥର ଦେଖିଲେ ହିଁ ମୋ ମନ ଭିତରେ କିଛି ଗୋଟେ ଦେଖିକିରି ପଢିବାକୁ ପଡିବ, ତାକୁ ସବୁଦିନ କରିବାକୁ ପଡିବ। ଏସବୁ ମୁଁ ଚିନ୍ତା କରି ତେଣୁ ଟାଇମ ରୁଟିନ ତିଆରି କରିଥିଲି, କେତେ ରାତିରୁ ଉଠିଲେ ହିଁ ହେଇପାରିବ। ମୁଁ ଚିନ୍ତା କରୁଛି ଏସବୁ ଜିନିଷ ଚିନ୍ତା କରି ଆଉ ଆପଣଙ୍କ ପାଖରେ ଆମ ୟୁଟ୍ୟୁବ ଯୋଉ ଚ୍ୟାନେଲ ଅଛି ଆମ ବସିଛେ, ସେଠି ତ ମୁଁ ବସିଗଲି, ଆଉ କିଛି ଆଲୋଚନା ଆଉ ମୁଁ କରିପାରୁନି ସାର୍। ନମସ୍କାର, ଓଭର ଟୁ ଶରପତ ସାର୍। ଓକେ, ଥ୍ୟାଙ୍କ ୟୁ ଆରତି ଅପା। ଜୟ ଆସିଏମ୍। ଆଜି ଗୁରୁକୁଲରେ ଧ୍ୟାନ ଉପରେ ଯୋଉ ସବୁ କହିଲେ, ମୁଁ ଅବଶ୍ୟ ଡେରି ଲଗିନ୍ କଲି, ଡେରି ଆସି ବସିଲି, ତଥାପି ଯେତିକି ଶୁଣିଲି, ଆମେ ଦିନ ଭରି ବହୁତ ବ୍ୟସ୍ତ ବହୁଳ ଜୀବନ ଭିତରେ ସବୁ କର୍ମରେ ନିୟୋଜିତ ହେଇକି ରହୁଛୁ, କିନ୍ତୁ 4:30 ବେଳେ ଉଠିକିରି ଯେତିକି ସମୟ ଆମେ ଧ୍ୟାନରେ ବସୁଛୁ, ସେଇ ସମୟଟା ଆମକୁ ଯେମିତି ଲାଗୁଛି ଆମେ ନିଜକୁ ଗୋଟେ ମାନେ ଅଲଗା ଜଗତ ଭିତରକୁ ନେଇଯାଉଛୁ, ଯୋଉଟା କି ଶାନ୍ତ ସ୍ୱଭାବ ଇଏ ଭିତରେ ଆମେ ନିଜକୁ ଇଏ କରିଦଉଛୁ। ଯେମିତି ଗୁରୁଜୀ କହିଲେ, ତମ जब तक भीतर में नहीं खुलते हैं ଆଉ ଜୀବନରେ ଯୋଉ ଭୁଲ କରୁଛୁ ନିଜ ଜୀବନ ଭିତରେ, ଆମେ ନିଜର ଭିତରକୁ ଆଗ ଆମେ ଦେଖିବା ଦରକାର। ନିଜ ଭିତରେ ଆମେ କଣ ଭୁଲ କରୁଛୁ, କଣ କରୁଛୁ, ନିଜ ଅନ୍ତରାତ୍ମାକୁ ଆମେ ପଚାରି ସାରିବା। ମାନେ ସେ କହୁଛନ୍ତି ଧ୍ୟାନରେ ସବୁ ଏଇ ସବୁ ବିଷୟ ଆମେ ବୁଝି ସାରିଲା ପରେ ଆମେ ନିଜକୁ ଇଏ କଲେ ପରିବର୍ତ୍ତନ କରିପାରିବା। ବହୁତ ଭଲ କଥା କହୁଥିଲେ। ତାପରେ ଧ୍ୟାନ କୌଣସି ଟାଇମ ନାହିଁ, ତମେ ଚାହିଁଲେ 4:30 ବେଳେ ଉଠିକି ବି କରିପାରିବ, ତମେ ଚାହିଁଲେ ତମକୁ ଯେତେବେଳେ ଟାଇମ ମିଳୁଛି ବି ଧ୍ୟାନରେ ବସିପାରିବ। ସେ କହୁଛନ୍ତି ଆଉ ଧ୍ୟାନରେ ବସିଲା ବେଳେ ମୁଁ ଗୋଟିଏ କୋଶ୍ଚିନ୍ ତାଙ୍କୁ ପଚାରିଲି, ଆଠ ପଚାରି ଦେଇଥିଲି, ପୁଣି ପଚାରିଲି ବୋଲି ଟିକେ ରିପିଟ ହେଇଗଲା। କହିଲେ ମାନେ ଧ୍ୟାନ ଟାଇମରେ ମୁଁ ଗୁରୁଜୀଙ୍କୁ କରିକିରି ତାଙ୍କୁ ଆଖି ଆଗେ ରଖିକିରି ମୁଁ ଦି ଭୁଲତା ମଧ୍ୟ ମୋ ମାନେ ଲକ୍ଷ୍ୟଟାକୁ ରଖିକିରି ମୁଁ ଗୁରୁଜୀଙ୍କୁ ଧ୍ୟାନ କରୁଛି, କାହିଁକି ମୋ ମନ ଇଆଡେ ସିଆଡେ ଭଟକି ଯାଉଛି ବୋଲି, ମନ କାହିଁ ମଝି ମଝି ଦୁଃଖ ହେଇଯାଉଛି ବୋଲି ପଚାରିଲି। ସେ ସେୟା କହିଲେ, ହେଲେ ଆପଣ ସେଇଟାକୁ ମାନେ ଲଗାତାର କରିଲେ, ଆପଣଙ୍କ ଧ୍ୟାନରେ ମନ ଲଗାତାର ଦେଲେ ସେଇଟାର କିଛି ପରିବର୍ତ୍ତନ ହବ। ଏହା ସବୁ କହୁଛି, ବଢିଆ କହିଲେ ତାଙ୍କ ସବୁ ଏଇ ସବୁ। ଅବଶ୍ୟ ମୁଁ ସବୁଦିନେ କରେ ଧ୍ୟାନ, ଧ୍ୟାନ ଯୋଗ ମୁଁ ସବୁବେଳେ କରେ। ଆଉ କଣ କହିବି, ଓକେ, ଥ୍ୟାଙ୍କ ଭଲ ୟୁ। ଲାଗୁଛି, ओके, थैंक ଗୁରୁକୁଳ यू। ସବୁ ଶିକ୍ଷା ମିଳୁଛି ବହୁତ। ओके ओके, थैंक यू। आज हम लोगों के बीच में आज भीलवाड़ा से एक जावाज साथी हमारे साथ है आज। गुरुकुल की स्टूडेंट है। और क्या हमको हमको सीखने को मिला, प्रकाश चंद्र शर्मा सर। प्लीज वेलकम। आज क्या महसूस किए गुरुकुल में, तो हमको थोड़ा बताइए सर। अनम्यूट करके बताइए। वीडियो गुड ऑन मॉर्निंग ऑन हो जय। सके तो बहुत अच्छा है। ओके, वेलकम सर। थैंक यू सर। सभी को जय और श्याम। चलो भाई, वैसे क्या आज गुरुकुल अटेंड नहीं कर पाया मैं, तो क्या आपका लिंक आया और कनेक्ट हो गया, मैं थोड़ा लेट उठा था आज। बाकी गुरुकुल का तो बहुत बड़ा रिजल्ट आ रहे हैं। अभी कल भी वही बात थी कि परिवर्तन जो यात्रा चल रही है अभी, रूपांतरण यात्रा, इसका माहौल पूरे भारत में बहुत तगड़ा चल रहा है। तो जहां आसपास ये यात्रा गुजर रही है, तो मैं तो सबसे ये कहना चाहूंगी, इतनी तैयारी करें कि कहने का मतलब एक पूरा रूपांतरण हो जाए, कहने का मतलब माहौल। और अभी भोपाल में इतना जबरदस्त हुआ जिसकी हद नहीं है। अभी आपने वीडियो देखे होंगे, भोपाल में बहुत तगड़ी इम्पोर्टेंस है। और शिवराज सिंह जी ने खुद ने बोला इस सिस्टम के लिए, जहां जा रहे हैं बड़े बड़े राजनीतिक लोग भी इसके लिए बोलने लगे हैं। तो माहौल चेंज हो रहा, कहने का मतलब। तो मैं तो भी ये क्या कि उड़िया भाषा को सीखने को इंटरेस्टेड, इसके चक्कर में, सुनने के चक्कर में, मैंने कहा इस भाषा को सीखना बहुत जरूरी हो रहा है। बहुत इंटरेस्ट आता है इसमें, अच्छा, और कोशिश हमारे भी बात कर को रहे हैं। आप समझ पा रहे हैं? हम जो बोल रहे हैं हाँ उसको हाँ, समझ। बिल्कुल समझ पा रहे हैं, थोड़ा थोड़ा समझ में आता है ना, अल्पो अल्पो सब सिकंदू।
हो जाएगा, हो जाएगा, धीरे धीरे सब कुछ हो जाएगा। थैंक यू। ओके, थैंक यू। ओके, थैंक यू सर। ओके ओके, थैंक यू। ଚିତ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର, ଜୟ ସିଂ। ଜୟ ଶ୍ରୀ। ବର୍ତ୍ତମାନ ଆଜି ଯୋଉ ଗୁରୁକୁଳ ଯୋଉ ପ୍ରୋଗ୍ରାମ କରାଗଲା, ତାର ମେନ୍ ପଏଣ୍ଟ ହଉଛି ଆମେ ମନକୁ କେମିତି ସ୍ଥିର କରିବା। ମନକୁ ସ୍ଥିର କରିବାକୁ ହେଲେ ଧ୍ୟାନ ତ ନିଶ୍ଚିତ ଜରୁରୀ, କିନ୍ତୁ ତା ପୂର୍ବରୁ ଆଉ ଗୋଟେ ମୁଖ୍ୟ ଯୋଉ କଥା ରହୁଛି, ଯୋଉଟା କି ଆମର ଖାଦ୍ୟ। ଖାଦ୍ୟକୁ ଯେମିତି ଆମେ ତିନି ଭାଗରେ ବିଭକ୍ତ କରିଛେ, ଯେମିତି ସାତ୍ବିକ ଖାଦ୍ୟ, ରାଜସିକ ଖାଦ୍ୟ ଏବଂ ତାମସିକ ଖାଦ୍ୟ। ଆମେ ସାଧାରଣତଃ କଣ କରୁଛେ ନା, ସାତ୍ବିକ ଖାଦ୍ୟକୁ ଆମେ ଛାଡିକିରି ଯୋଉ ତାମସିକ ଏବଂ ରାଜସିକ ଖାଦ୍ୟ ଖାଉଛେ, ତାକୁ ଯୋଉ ଗ୍ରହଣ କରୁଛେ, ତା ଦ୍ଵାରା ହଉଛି କଣ ନା, ଆମର ମନ ଉପରେ ସେ ସିଧାସଳଖ ତାର ଡାଇରେକ୍ଟ ପ୍ରଭାବ ପକଉଛି, ଯୋଉଟା କି ଆମ ମନକୁ ସଦାବେଳେ ବି ଅସ୍ଥିରତାରେ ପରିପୂର୍ଣ୍ଣ କରୁଛି। ତେଣୁ ଆମକୁ ମନକୁ ସ୍ଥିର କରିବାକୁ ହେଲେ ପ୍ରଥମେ ସାତ୍ବିକ ଆହାର ତାକୁ ଆମେ ଖାଇବାକୁ ପଡିବ। ଯୋଉଟା କି ଆମେ ଯେମିତି କହୁଛେ ପିଆଜ ରସୁଣ ଆମିଷ ଜାତୀୟ ଖାଦ୍ୟକୁ ଆମେ ବର୍ଜନ କରିକିରି ଯଦି ଆମେ ସାତ୍ବିକ ଖାଦ୍ୟରେ ଯଦି ସଦାବେଳେ ଆମେ ଭୋଜନ କରିବା, ତାହେଲେ ଆମ ମନଟା ଅଟୋମେଟିକ ଉତ୍ତେଜନା ବଶବର୍ତ୍ତୀ ନ ହେଇକିରି କୌଣସି ପ୍ରକାର ଟେନସନ କିଛି ନ ହେଇକି ମନସା ସଦାବେଳେ ପାଇଁ ଶାନ୍ତ ରହିବ ଏବଂ ସ୍ଥିର ରହିବ, ଯାହାଦ୍ୱାରା କି ଆମେ ଧ୍ୟାନ କରିବାର ଗୋଟେ ମାର୍ଗଦର୍ଶନ ମିଳିବ। ଯୋଉଟା କି ଆମେ ଯେମିତି ଅମିୟକୁ ଯେମିତି କହିଲେ, ସେ 7 ଚକ୍ର ଯୋଉ ଅଛି, 7 ଚକ୍ରକୁ ଆମେ ଅନାୟତରେ ତାକୁ ହାସଲ କରିପାରିବା ଏବଂ ତା ଦ୍ୱାରା ଆମେ ସ୍ପିରିଚୁଆଲ ଯୋଉଟା କହନ୍ତି ଆଧ୍ୟାତ୍ମିକ ମାର୍ଗଦର୍ଶନ, ଯୋଉଟା ପ୍ରାକୃତିକ ଶକ୍ତି ଉପରେ ଆମେ ସିଧାସଳଖ ଯୋଡି ହେଇପାରିବା ଏବଂ ତା ଦ୍ୱାରା ଆମ ମନ ପୁରା ଏକଦମ ଶାନ୍ତ ରହିବା ସଙ୍ଗେ ସଙ୍ଗେ ଆମେ ଯେକୌଣସି କାର୍ଯ୍ୟ ଗୋଟେ କରିବା, ସେ କାର୍ଯ୍ୟରେ ଆମେ ସଫଳତାର ପାଦ ଯେମିତି ହେଲେ ସ୍ପର୍ଶ କରିବା। ଥ୍ୟାଙ୍କ ୟୁ, ଓଭର ଟୁ ସାର୍। ଓକେ, ଥ୍ୟାଙ୍କ ୟୁ। ଗଗନ ବାବୁ ଡ୍ୟୁଟିରେ ତ ଅଛନ୍ତି ବୋଧେ? ହଁ କୁହନ୍ତୁ, ଅନମ୍ୟୁଟ୍ କରନ୍ତୁ। ସେ ଗାଡି ସାଉଣ୍ଡ ହଉଛି କିଛି ଶୁଣିବନି, କିନ୍ତୁ ମେଡିଟେସନ ଟା ନିହାତି ଆବଶ୍ୟକ, ଆଉ ଖାଦ୍ୟ ବି ଠିକ ରହିବା ଦରକାର। ଯାହା ଫଳରେ କି ଆମେ ମାନେ ବହୁତ ବଡ ସକ୍ସେସ ହେଇଯାଇ ପାରିବା। ଯେହେତୁ ମୁଁ ରାସ୍ତାରେ ଅଛି, ଆଉ ତ ସାଉଣ୍ଡ ଟା କ୍ଲିୟର ହବନି, ଠିକ। ଏତିକି କହୁଛି ଯେ ମେଡିଟେସନ ଆମ ପାଇଁ ନିହାତି ଆବଶ୍ୟକ। ଓକେ, ଥ୍ୟାଙ୍କ ୟୁ ଭାଇ। ଗଗନ ବାବୁ କୁହନ୍ତୁ। ହଁ କୁହନ୍ତୁ। ନମସ୍କାର। ନମସ୍କାର। ଆଜି ତ ଧ୍ୟାନ ଉପରେ ଆଲୋଚନା ଚାଲିଥିଲା, ଆଉ ମୁଁ ତ ଗାଡିରେ ଅଛି, ଆପଣ ଦେଖୁଛନ୍ତି। ସାର୍ ମଧ୍ୟ ମତେ ଫୋନ କରିଥିଲେ, ତ ଶୁଣିବା ପାଇଁ ଜାଣିବା ପାଇଁ ବହୁତ ଇଚ୍ଛା ମୋର ଅଛି, କିନ୍ତୁ ପରିସ୍ଥିତି ଏମିତି ଜାଗାରେ ପହଞ୍ଚୁଛି, ଏ ଆବାଜରୁ ବାହାର ଆବାଜ ବେଶୀ ହଉଛି, କାନ କତି ନେଇ ଶୁଣିବାକୁ ପଡୁଛି ମୋବାଇଲ। ଆଉ ଠିକ ସେ ଶୁଣି ମଧ୍ୟ ହଉନି, କିନ୍ତୁ ଇଚ୍ଛା ଅଛି ଧ୍ୟାନ ବିଷୟରେ ଜାଣିବା ଆଉ ଲୋକମାନଙ୍କୁ କହିବା, ଆ ଦ୍ୱାରା ମଧ୍ୟ କଣ ଲାଭ ସବୁ ଅଛି ଶିଖିବା, ଏସବୁ ବିଷୟରେ ଆଉ। ଠିକ ଅଛି, ବହୁତ ବଢିଆ କଥା। ଇଚ୍ଛା ଥିଲେ ଉପାୟ ତ ବେଳେ ବେଳେ ଆସିଯାଏ। ଓକେ, ପ୍ରମିଳା ମ୍ୟାଡ଼ାମ ଆପଣ କୁହନ୍ତୁ। ସାର୍ ନମସ୍କାର। ନମସ୍କାର। ସାର୍ ଧ୍ୟାନ ଧୀରେ ଧୀରେ ସେ ସବୁ ୱାର୍କ ଟିକେ ହଉଛି, ଧ୍ୟାନ ବି କରାହଉଛି। ମୁଁ 6 ରୁ 2 ଘଣ୍ଟା ହିଁ ସମୟ ଦିଏ, 6 ରୁ 8ଟା। ଏ ଭିତରେ ଯେତିକି ଧ୍ୟାନ କରେ, ଯେତିକି ଶୁଣେ, ଯେତିକି ଯାହା କରେ ତାଙ୍କଠୁ ଦେଖିକି ସେତିକି ହିଁ କରେ। ଆଉ ଅଧିକା ସମୟ ଟିକେ ଚଲାଚଲି ହିଁ କରେ, ୱାର୍କ ଟିକେ କରେ। ଯେତିକି ଶିଖୁଛି ସେତିକି ଧୀରେ ଧୀରେ ଶିଖୁଛି ଆଉ। ବାହ, ବହୁତ ବଢିଆ, ବହୁତ ବଢିଆ। ଆକ୍ଟିଭ ରୁହନ୍ତୁ, ଖୁସିରେ ରୁହନ୍ତୁ, ଭଲରେ ରୁହନ୍ତୁ, ପରିବାର ଆନନ୍ଦମୟ ରହୁ। ବହୁତ ବଢିଆ। ଥ୍ୟାଙ୍କ ୟୁ ସାର୍। ଓକେ ଓକେ, ସୁକାନ୍ତ ବାବୁ କୁହନ୍ତୁ। ସୁକାନ୍ତ ବାବୁ। ଆଉ ହଁ ଆଜ୍ଞା, ଜୟ କୁହନ୍ତୁ। ହ୍ୟାଲୋ। ହଁ ଆଜ୍ଞା କୁହନ୍ତୁ। ମେଡିଟେସନ ନିହାତି ଦରକାର। ଆଉ ମେଡିଟେସନ ତ ଆମର ଜୀବନରେ ଆମର ଆଗରୁ ମୁନି ଋଷି ମାନେ ସେ ମେଡିଟେସନ କରିକି ତାଙ୍କର ଶହ ଶହ ବର୍ଷ ବଞ୍ଚୁଥିଲେ, ତାଙ୍କର ଆପଣ ଟିକେ ନେଟୱାର୍କକୁ ଆସିଗଲେ ବେଟର ହୁଅନ୍ତା।
ନେଟୱାର୍କ ନେଟୱାର୍କ ବହୁତ ଦୁର୍ବଳ ଅଛି ଆପଣଙ୍କର। ଓକେ, ତା ଭିତରେ ହଁ ହଁ ସାର୍ ହଁ ଶୁଭିଲା? କୁହନ୍ତୁ। ହଁ ହଁ ଏଥର ସାର୍ ଶୁଭିଲା, ଶୁଭିଲା? କୁହନ୍ତୁ। ହଁ କୁହନ୍ତୁ। ହଁ ସାର୍, ମେଟେନ୍ ଦ୍ୱାରା ଆଜି କହୁଥିଲେ ଡାଇବେଟିସ୍, ବ୍ଲଡ ପ୍ରେସର, ପ୍ରତ୍ୟେକ ରୋଗକୁ ଆମେ ସେ କଣ୍ଟ୍ରୋଲ କରିପାରିବା। ଖାଇବା କରିବା ହବନି, ତା ସହିତ ଡାଏଟ୍ କଣ୍ଟ୍ରୋଲ କରିପାରିବାନି। ଆମେ ଧୀରେ 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 ଆମେ ସୁସ୍ଥ ହେଇପାରିବା। ଆଜ୍ଞା, ଯାହା ହଉ, ବହୁତ ବଢିଆ କଥା। ନେଟୱାର୍କ ନାହିଁ, ଆପଣ ଯୋଡ଼ି ହେଇଛନ୍ତି, ବହୁତ ବଢିଆ। ନାନୀ କୁହନ୍ତୁ। ଅଛି। ମଣିଷ ଜୀବନରେ ମାନେ ଉନ୍ନତି କରିବାକୁ ହେଲେ ନାମ ଏବଂ ଧ୍ୟାନର ଆବଶ୍ୟକତା ବହୁତ ଅଛି। ନାମ ଧ୍ୟାନ କଣ କରେ? ଖାଲି ଧ୍ୟାନ କଲେ ହବନି, ଧ୍ୟାନ ସହିତ ନାମଟା ମଧ୍ୟ କଲେ ମନ ଏବଂ ଶରୀର ସ୍ଥିରତା ପଳେଇ ଆସେ, ମନର ସ୍ଥିରତା ପଳେଇ ଆସେ। ଏବଂ ଏଇ ଯୋଉ ସାତଟା ଚକ୍ର ଦେଇଛି, ଏଇ ସାତଟା ଚକ୍ରକୁ ଭେଦ କରି ଆମେ ଆଧ୍ୟାତ୍ମିକତା ଶକ୍ତି ପାଇପାରୁ। ଏ ଆଧ୍ୟାତ୍ମିକ ଶକ୍ତି ବଳରେ ଆଜିକାଲି ଯୋଉମାନେ ମୁନି ଋଷି ହୁଅନ୍ତୁ, ଯୋଉମାନେ ସବୁ ବିଭିନ୍ନ ଉଚ୍ଚ ମାନେ ଭଲ କାମ କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଏଇ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଛନ୍ତି, ତାଙ୍କୁ ବ୍ଲେସିଂ ମିଳୁଛି, ଯୋଉମାନେ ସେମାନେ ଆଗକୁ ଆଗକୁ ଯାଇପାରୁଛନ୍ତି। ତେଣୁ ନାମ ଧ୍ୟାନ ଖାଲି ବୟସ ହେଲେ କରିବା ଦରକାର ନାହିଁ, ଏଇଟା ପିଲାଦିନୁ ପିଲାମାନଙ୍କୁ ଶିଖେଇବା ଦରକାର। ନିଜେ କରିବା, ପିଲାମାନଙ୍କୁ ଶିଖେଇବା, କାରଣ ପ୍ରାକ୍ଟିସ ମେକ୍ସ ଏ ମ୍ୟାନ ପରଫେକ୍ଟ। ଆମେ ପ୍ରାକ୍ଟିସ କଲେ, ପିଲାଦିନ ଏଥିରେ ପ୍ରାକ୍ଟିସ ହେଇଯିବ ପିଲାଙ୍କର, ତାହେଲେ ସେଇମାନେ ହିଁ ଆଗକୁ ଆଗକୁ ମାରିବେ। ତେଣୁ ଆମେ ଖାଲି କହିଦେଲେ ହବନି, କହିବା ସାଙ୍ଗେ ସାଙ୍ଗେ ନିଜେ କରିବା ସଙ୍ଗେ ଆମ ପରିବାରର ପିଲାମାନଙ୍କୁ, ଅନ୍ୟମାନଙ୍କୁ ସାମିଲ କରିପାରିଲେ, ତାହେଲେ ସେମାନେ ମଧ୍ୟ ସୁସ୍ଥ ରହିବେ ଏବଂ ସେମାନଙ୍କ ଦ୍ୱାରା ଗୋଟେ ସୁସ୍ଥ ସମାଜ ମଧ୍ୟ ଗଢ଼ାଯାଇ ପାରିବ। ଧନ୍ୟବାଦ। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଆକ୍ଚୁଆଲି ପିଲା ବେଳୁ ଇଏ ଧ୍ୟାନର ଅଭ୍ୟାସ ଯଦି ରଖିବା, ତାହେଲେ ଆ, ଇଏ ବହୁତ ବଢିଆ ରହିପାରିବ। ମନ କେବେ ବିଚଳିତ ହବନି। କିଛି ବି ପରିସ୍ଥିତି ଆସିବ, ଭଲ ଆସିବ, ମନ୍ଦ ନା, ଆସିବ, ମନର ବିଚଳତା କମିଯିବ। ବହୁତ ବଢିଆ କଥା। ତ ୟା ଏ ଦ୍ୱାରା ଆମେ ଗ୍ରୁପ ଯେତେବେଳେ ଦେଖିବା ସମୟରେ ପିଲାମାନଙ୍କୁ ସାମିଲ କରିବା ଦରକାର। ନିହାତି ନିହାତି ବହୁତ ବଢିଆ କଥା, ବହୁତ ବଢିଆ ବଢିଆ ବିଚାର ଆପଣ ମାନଙ୍କର ରହିଲା ସମସ୍ତଙ୍କର, କି ଧ୍ୟାନ ଦ୍ୱାରା ଆମେ କଣ କରିପାରିବା, କେମିତି ଆମେ ଏ ଦୁନିଆକୁ ଜିତି ପାରିବା, ଆମ ମନ ବିଚଳିତ ହବନି, ଆମେ ସ୍ଥିର ରହିକି ବହୁତ ବଡ଼ କାମ ଆମେ କରିପାରିବା। ତ ଯାହା ହଉ, ଆପଣଙ୍କ ବିଚାର ବି ବହୁତ ମହତ୍ୱପୂର୍ଣ୍ଣ ବିଚାର। ଆଉ ଇଏ ବିଚାରକୁ ଆମେ ୟୁଟ୍ୟୁବରେ ତ ଆମେ ଶୁଣିବା, କେବଳ ଆମେ ଶୁଣିବାନି, ଅନ୍ୟମାନଙ୍କୁ ବି ଶୁଣେଇବା। ଅଲରେଡି ରେକର୍ଡିଂ ବି ହଉଛି। ତ କହିବା କଥା ଯେ କାଲି ସନ୍ଧ୍ୟାରେ ଆମେ ଯୋଉ ଡିସ୍କସନ୍ କରୁଥିଲେ ଜଳ ସଞ୍ଚୟ ଉପରେ, କାହିଁକି ଏକଥା ମୁଁ ଡିସ୍କସନ୍ କରୁଛି, କାରଣ ଜଳ ସଞ୍ଚୟ ଏମିତି ଗୋଟେ ଜିନିଷ ଯୋଉଟା କି ଆଜିର ଦୁନିଆରେ ନିହାତି ଆବଶ୍ୟକ। ଯେମିତିକି କୁହାଯାଏ, ଜଳ ବିହୁନେ ସୃଷ୍ଟିନାଶ, ଜଳ ଗହଳେ ବି ସୃଷ୍ଟିନାଶ। ଆଜି ଧୀରେ 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 ଭୂତଳର ଜଳ ଧୀରେ ଧୀରେ କମ୍ ହବାରେ ଲାଗିଛି। ଧୀରେ ଧୀରେ ଆମେ ପାଣି ର ଅଭାବ ଗୋଟେ ଗୋଟେ ଜାଗାରେ ଫିଲ୍ କରିପାରୁଛୁ। ମୁଁ ରାଉରକେଲା ଯାଇଥିଲି, ରାଉରକେଲାରେ ଲିମିଟେଡ୍ ପାଣି ଆସୁଛି, ମାନେ କେତେ ଟାଇମରେ ପାଣି ଆସୁଛି। ଯାହାର ଟାଙ୍କି ଛୋଟ ଅଛି, ତ ତାର ପାଣି ସରିଯାଉଛି। ତ ଇଏ ପାଣି ଯୋଉଠି ଅଭାବ ଅଛି, ତ ସେମାନେ ତାର ମୂଲ୍ୟ ହିଁ ସମସ୍ତେ ବୁଝୁଛନ୍ତି, କିନ୍ତୁ ଆମେ ସମସ୍ତେ ବୁଝିବା ଦରକାର। ଯେହେତୁ ଆମେ ଆରସିଏମରେ ଆମେ ସମସ୍ତେ ଅଛେ, ତ ଇଏ ସମାଜ କଥା ଚିନ୍ତା କରିବା ନିହାତି ଆବଶ୍ୟକ। କାରଣ ଆମେ ୟା ଦ୍ୱାରା ଆମେ ଗୋଟେ ସୁନ୍ଦର ସମାଜ ଆମେ ତିଆରି କରିଦେଇ ପାରିବା। ଆଉ ବିଶେଷ କରି ଚାଷୀ ଭାଇ ମାନଙ୍କ ପାଇଁ ପାଣି ତ ନିହାତି ଦରକାର। ଆଉ ଯଦି ପାଣି ନାହିଁ, ତାହେଲେ ଆମେ ଚାଷ ହେଇପାରିବ ନାହିଁ। ହଁ, ଯଦି ଆପଣଙ୍କର ଜୈବିକ ଖାଦ୍ୟର ଅଭାବ ହେଇଗଲା, ସପୋଜ ଆପଣ ଖତ ଦବା ଆପଣଙ୍କର ଅଭାବ ହେଇଗଲା, ଆପଣ ସାର ଦେଇକି କିଛି ଦିନ କିଛି ସମୟ ଚଳେଇ ଦେଇ ପାରିବେ। କିନ୍ତୁ ଯଦି ପାଣିର ଅଭାବ ହେଇଗଲା, ସେ ଜାଗାରେ ଆଉ କଣ କରିବେ? ସେଠି ଆଉ କିଛି କରିବି ହବନି। ତ ସେଥିଲାଗି ପାଣି ନିହାତି ଜରୁରୀ। କିନ୍ତୁ ଇଏ ଯୋଉ ଆବଶ୍ୟକତାଟା ଅଛି ଚାଷୀ ଭାଇ ମାନଙ୍କ ପାଇଁ, ସେ ଆବଶ୍ୟକତାଟା ତାଙ୍କ ପାଖରେ ଯଦି ଆମେ ତାଙ୍କ ଆବଶ୍ୟକତାଟା ପହଞ୍ଚେଇ ଦବା, ମୁଁ ତ କହିବି ଜଣେ
ଯେ ତୃଷାର୍ତ୍ତ ଅଛି ତାକୁ ଶୋଷ ହଉଛି ତା ମୁହଁରେ ଟିକେ ଯଦି ଆମେ ପାଣି ଟିକେ ଦେଇ ଦେଇ ପାରିଲେ ତାଠୁ ବଡ଼ ପୁଣ୍ୟ କାମ ଆମେ ଏଇ ଦୁନିଆରେ କିଛି ନା କିଛି ନାହିଁ ଏ ଦୁନିଆରେ। ତ ସେଥିଲାଗି ଆମେ ସେମାନଙ୍କୁ ଜଣେଇବା ଦରକାର। ଆଉ ଇଏ ତ ଅଲରେଡ଼ି ୟୁଟ୍ୟୁବରେ ବି ପଡ଼ିଯାଇଛି, ଆପଣମାନେ ୟୁଟ୍ୟୁବରେ ବି ଦେଖିପାରିବେ, ଓଡ଼ିଆରେ ବି ଦେଖିପାରିବେ। ଯୋଉଠି ଯୋଉଠି ଫିଜିକାଲି ବି ଦରକାର ହେଉଛି ଫିଜିକାଲି ବି ମୁଁ ଯିବା ପାଇଁ ନିଜେ ବି ପ୍ରସ୍ତୁତ ଅଛି। ଯୋଉ ଡେମୋ ଦେଖେଇବା ପାଇଁ ମୁଁ ନିଜେ ବି ପ୍ରସ୍ତୁତ ଅଛି, ଅଲରେଡ଼ି ଡେମୋ କିଟ୍ ବି ଅଛି। କିନ୍ତୁ ଗୋଟିଏ କଥା ହେଉଛି ଯେ ଏଇ ଜଳ ସଞ୍ଚୟ ମାଟିର ତଳେ ଦେବା ଦରକାର, କାରଣ ଗଛର ଚେରଟା ମାଟିର ତଳେ ହିଁ ରହେ, ଆମେମାନେ ସମସ୍ତେ ଜାଣିଛେ। ତ ପାଣି ସେଇଠୁ ହିଁ ସଂଗ୍ରହ କରାଯାଏ। ତ ଚେର ଯୋଉଠି ଥିବ, ଧରିନିଅନ୍ତୁ ଆମେ ମଞ୍ଜି ପକଉଛେ କିମ୍ବା କୌଣସି ଗଛ ଲଗଉଛେ, ତ ତା ଚେର ପାଖରେ ଜଳ ସଞ୍ଚୟ ଯଦି ରହିବ ତାହେଲେ ସେ ସ୍ପଞ୍ଜ ଭଳି ସେ ପାଣିଟାକୁ ସେ ରଖିବ। ତ ସେଥିଲାଗି ସମସ୍ତେ ଜଳ ସଞ୍ଚୟକୁ ପ୍ରଚାର ପ୍ରସାର କରିବା ନିହାତି ଜରୁରୀ। କଟକ ଡିପୋରେ ଅଲରେଡ଼ି ଜଳ ସଞ୍ଚୟର ନୂଆ ପ୍ୟାକେଟ୍ ଆସିସାରିଛି, ଯେଉଁ ପାଉଚ୍ ବାଲା ପ୍ୟାକେଟ୍ ଆସିସାରିଛି। ତାକୁ ବି ପିକଅପ୍ ସେଣ୍ଟର ପ୍ରାୟ ସମସ୍ତେ, ତ ମୁଁ କେତେଟା ଜାଗାରେ କାଲି ମୁଁ ଭୁବନେଶ୍ୱରରେ କେତୋଟି ପିକଅପ୍ ସେଣ୍ଟରରେ ଦେଖୁଥିଲି ଜଳ ସଞ୍ଚୟର ଆଭେଲେବିଲିଟି ହେଇଗଲାଣି। ତ ଆମେ ଯଦି ତା ଉପରେ ବହୁତ ବଡ଼ କାମ କରିପାରିବା ତାହେଲେ ଆମେ ଯେମିତିକି କୁହାଯାଏ ନା, ପ୍ରଥମେ ଆମେ ଆରମ୍ଭ କରିବା, ଦୁଆର ଯଦି ଖୋଲିବା ଘର ଭିତରକୁ ଆମେ ଯାଇପାରିବା। ଇଏ ହେଉଛି ଗୋଟିଏ ଜିନିଷ ଜଳ ସଞ୍ଚୟ। ମୁଁ ଜାଣୁଛି ଯେ ଏତିକି ଏତେ ବଢ଼ିଆ ଜିନିଷ, ଆମେ ଦୁଆର ଖୋଲିକି ଆମେ ଭିତରକୁ ଆମେ ଯିବା, ଘର ଭିତରକୁ ଆମେ ଯିବା। ତ ଘର ଭିତରକୁ ଗଲା ପରେ ବହୁତ କିଛି ଅଛି, ଯେମିତି ଜଳ ସଞ୍ଚୟ ଦ୍ୱାରା ଆମେ ହରିସଞ୍ଜୀବନୀକୁ ବ୍ୟବହାର କରିପାରିବା। ହରିସଞ୍ଜୀବନୀର ଯଦି ରେଜଲ୍ଟ ବହୁତ ଭଲ ଆସିଲା, ତାହେଲେ ସେମାନଙ୍କ ପାଇଁ ସେମାନଙ୍କର ପ୍ରତ୍ୟେକ ଦିନର ଦୈନନ୍ଦିନ ଯେଉଁ ଖାଦ୍ୟ କୁ ଖାଉଛନ୍ତି, RCMର ଖାଦ୍ୟକୁ ଖାଇବା ପାଇଁ ତାକୁ ଆମେ ସଜେଷ୍ଟ କରିପାରିବା, ତାଙ୍କୁ ସେ ଦିଗକୁ ନେଇପାରିବା। ନ୍ୟୁଟ୍ରିସନ୍ ନେବା ପାଇଁ ବି ସଜେଷ୍ଟ କରିପାରିବା, ସୁଜ୍ ନେବା ପାଇଁ ବି ସଜେଷ୍ଟ କରିପାରିବା। ଧୀରେ ଧୀରେ ସେମାନେ RCMର କପଡ଼ାକୁ ଆସିବେ, ତ 100% RCMର ୟୁଜର ହେଇଯାଇପାରିବେ। କିନ୍ତୁ ପ୍ରଥମ କଥା ହେଉଛି ଜଳ ସଞ୍ଚୟ। ଜଳ ସଞ୍ଚୟକୁ ବର୍ତ୍ତମାନ ଏଇ 15 ଦିନ ଆମ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ ସମୟ। ଏ ସମୟ ଉପରେ ଆମେ କାମ କରିବା ନିହାତି ଦରକାର। ଏ ଶୃଙ୍ଖଳା ଭିତରେ ଆମେ ଜଳ ସଞ୍ଚୟ ଉପରେ ବି ଡିସ୍କସନ୍ କରିବା। ଆମର ଗୁରୁଦେବ ଚାନ୍ଦ ସାର୍ ବି ଆମ ସାଙ୍ଗରେ ଯାଉଛନ୍ତି, ଆମେ ସାଙ୍ଗ ହେଇକି ଯାଉଛୁ ବିଲହାଟରେ ଗୋଟେ ବହୁତ ଭଲ ପ୍ରୋଗ୍ରାମ କରିବା ପାଇଁ। ତ ଆପଣଙ୍କ ପାଖାପାଖି ଯଦି ବିଲହାଟରେ କିଏ ବି ଅଛନ୍ତି ତାହେଲେ ତାଙ୍କୁ ଆପଣ ଇନଭାଇଟ୍ କରନ୍ତୁ। ଅ, ଉମ୍, ଇଏ 15 ତାରିଖ ଶନିବାର ଦିନ ସକାଳ 11ଟା ବେଳେ ଆମେମାନେ ପହଞ୍ଚିଯିବୁ। ସେଠି ଡିସ୍କସନ୍ ହବ, ଜଳସଞ୍ଚୟ ଉପରେ ବି ଡିସ୍କସନ୍ ହବ। ତାପରେ ତାପରେ ପୁଣି ଆମେ ଦିନ 2ଟା ବେଳକୁ ପହଞ୍ଚିଯିବୁ ପାଇଲୋରେ। ପାଇଲୋରେ ସେଠି ମିଟିଂ କରିବୁ। ମିଟିଂ କରିସାରିଲା ପରେ ଆମେ ପୁଣି ରିଟର୍ନ କରିବୁ। ତ ସେଦିନର ଗୋଟେ ବହୁତ ଭଲ ପ୍ରୋଗ୍ରାମ ରହିବ। ଆଉ ତା ପରଦିନ ରବିବାର ଆମେ କଟକରେ VSRCM ବଜାରରେ ULP କୁଇକ୍ର ପ୍ରୋଗ୍ରାମ ବି ଆମେ ଅର୍ଗାନାଇଜ କରିଛେ। ତ ଏଥିରେ ଆମେ ଯେତେ ଅଧିକ ଲୋକଙ୍କୁ ଆମେ ଇନଭାଇଟ୍ କରିବା, ଦେଖନ୍ତୁ ଜୀବନରେ ହାର ମାନିଗଲେ ତ ହାର ମାନିଯିବା, କେହି ଆସୁନାହାନ୍ତି, ଆମେ ଡାକୁଛୁ କେହି ଶୁଣୁନାହାନ୍ତି। ଯଦି ହାର ମାନିଯିବା ତାହେଲେ ହାରିଯିବା ତ ସରିଯିବ। କିନ୍ତୁ ଜୀବନରେ ଆମେ ଜିତିବା ଦରକାର, ଆମେ ମେହନତ କରିବା ଦରକାର, ଏକାଗ୍ରତା ସହିତ ଆମେ ଆଗକୁ ବଢ଼ିବା ଦରକାର। ଆମେ ଭଗବାନ ଆମକୁ ଜନ୍ମ ଦେଇଛନ୍ତି କାହିଁକି? ଆମକୁ ଜନ୍ମ ଦେଇଛନ୍ତି ଏଥିପାଇଁ ଯେ ଆମେ କିଛି କରିକି ଦେଖେଇବା। ଯଦି କରିକି ଆମ ଘରେ ଟ୍ୟାପ୍ ଖୋଲି ଦଉଛେ, ପାଣି ଆସୁଛି, ପାଣିଟା ଆସୁଛି କୋଉଠୁ? ନା ଟାଙ୍କିରୁ। ଟାଙ୍କି ତ ଅଟୋମେଟିକ ପାଣିଟା ଯାଉନି, ଆମେ ଗୋଟେ ମଟର ଲଗାଉଛେ, ଆମେ 10 HP ଲଗାଉଛେ କି କେତେ HP ଆମେ ଲଗାଉଛେ କି 2 HP ଯାହା ବି ଆମେ ଲଗାଉଛେ, ପାଣିଟା ଉପରକୁ ଯାଉଛି ବୋଲି ତ ଆମେ ଟ୍ୟାପଟା ଖୋଲି ଦଉଛେ, ପାଣିଟା ଆସୁଛି। ଇଏ ଦୁନିଆରେ ସ୍ୱତଃପ୍ରବୃତ୍ତ ଭାବେ କିଛି ହୁଏନି, ତ କରିବାକୁ ପଡ଼େ। ଆଜି ଡାକ୍ତରମାନଙ୍କୁ ପଇସା ମିଳୁଛି କାହିଁକି? ନା ସେ ରୋଗୀଙ୍କୁ ଭଲ କରୁଛି। ଯଦି କୌଣସି ଡାକ୍ତର କହିବ ଯେ ନାଇଁ ମୋ ଦ୍ୱାରା ତ କୌଣସି ରୋଗ ଭଲ ହଉନି ଆଉ, ତାହେଲେ ତା ପାଖକୁ କିଏ ସେ ଯିବ? ଆମେ ଯିବା? କେବେ ଯିବାନି। ଯଦି କୌଣସି ଓକିଲ କହିବେ ଯେ ମୁଁ ଯେତେ କେସ୍ ଲଢୁଛି, ଆଜି ତ କୌଣସି କେସ୍ ମୁଁ ତ ଜିତି ପାରୁନି ଆଉ, ତା ପାଖକୁ କିଏ ଯିବ? କେହି ଯିବେନି। କୌଣସି ଇଞ୍ଜିନିୟର କହିବ ମୁଁ ଯେତେ ପ୍ଲାନ୍ ଦଉଛି ସବୁ ଯାକ ଘର ଭାଙ୍ଗି ଯାଉଛି, ତାହେଲେ ସିଏ ତାଙ୍କ ପାଖକୁ ବି କେହି ଯିବେନି। ସେମିତି ଆମେ ଜଣେ ଜଣେ ଲିଡର,
ତ ଆମେ ଲିଡରସିପ୍ କ୍ୱାଲିଟି ଆମ ଭିତରେ ଅଛି। ତ ଆମେ ଯଦି କହିବା ଯେ ଆମେ ଡାକୁଛେ ଲୋକ ଆସୁନାହାନ୍ତି, ତାହେଲେ ଆମର କ୍ୱାଲିଟି କ'ଣ ରହିଲା? ତ ସେଥିଲାଗି ଆମେ ପରିବର୍ତ୍ତନ କରିବା ନିହାତି ଦରକାର। ଆଉ ସେଥିପାଇଁ ଏ ଯେଉଁ ଧ୍ୟାନ ଆମେ କରୁଛେ, ଧ୍ୟାନ ଦ୍ୱାରା ଏକାଗ୍ରତ ହେଇକରି ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ, ଆମେ ଲକ୍ଷ୍ୟ ତ କିଛି ଖରାପ ଲକ୍ଷ୍ୟ ନାହିଁ, ଆମ ଲକ୍ଷ୍ୟ ବହୁତ ବଢ଼ିଆ ଲକ୍ଷ୍ୟ। ଆମେ ଏ ଦୁନିଆକୁ, ଏ ସମାଜକୁ, ପୁରା ଭାରତବର୍ଷକୁ ରୋଗମୁକ୍ତ କରିବାକୁ ଚାହୁଁଛେ। ଆମ ଲକ୍ଷ୍ୟ ହେଉଛି ଲୋକଙ୍କର ସ୍ୱାବଲମ୍ବନ, ଲୋକଙ୍କର ଏକ୍ସଟ୍ରା ଇନକମ୍ ତାଙ୍କୁ ଦେଇକି ତାଙ୍କ ପରିବାରକୁ ଖୁସିରେ ରଖିବାକୁ ଚାହୁଁଛେ। ତା ସହିତ ଇଏ ସମାଜରେ ଯେତେ ମହିଳାମାନେ ଅଛନ୍ତି ତ ତାଙ୍କର ବି ଉନ୍ନତି କରିବାକୁ ଚାହୁଁଛି। ଇଏ ତ କିଛି ଖରାପ କଥା ନୁହେଁ। ତ ସେଥିଲାଗି ପ୍ରତ୍ୟେକ ଦିନ ଇଏ ସତ୍ସଙ୍ଗରେ ବସିବା ନିହାତି ଜରୁରୀ। ସତ୍ସଙ୍ଗ ମିନ୍ସ ମୁଁ କହିବି ଯେ ସକାଳର ଆରମ୍ଭ, ମାନେ ଦିନର ଆରମ୍ଭ ହେଉଛି ଗୁରୁକୁଳ। ଗୁରୁକୁଳକୁ ପ୍ରାୟୋରିଟି ଦେବା ନିହାତି ଦରକାର। ତା ଦ୍ୱାରା ଆମେ ସଂସ୍କାର ବି ହେଇପାରିବ, ଆମ ପିଲାମାନେ, ଆମର ପୁରା ପରିବାର ସଂସ୍କାରିତ ବି ହେଇଯାଇପାରିବେ। ତ ଗୁରୁକୁଳ ବସିବା ନିହାତି ଜରୁରୀ। ଆଉ ଗୁରୁକୁଳର ସାରାଂଶ ଯାହା ଆମେ ଶିଖିଲେ ଇଏ ଗୁରୁକୁଳର ଶାଖା ମାଧ୍ୟମରେ ଆମେ ନିଜେ କହିବା ଦ୍ୱାରା ଆମ ନିଜ କଥାକୁ ଆମେ ନିଜେ ଶୁଣୁଛେ, ତାକି ଆମେ ସେଟା ଗୋଟେ ସବକନସିୟସ୍ ମାଇଣ୍ଡରେ ଆମର ରହିଯାଇପାରୁଛି। ଆକୁ ଅଭ୍ୟାସ କରିବା ନିହାତି ଜରୁରୀ। ଆଉ ତା ଛଡ଼ା ଯେଉଁ କୌଶଳ, ଯେଉଁ କଳା, ଅନ୍ୟକୁ ଡାକିବାର କଳା, ଅନ୍ୟକୁ ଇନଭାଇଟ୍ କରିବାର କଳା, ସେ କଳାକୁ ବିକଶିତ କରିବା ନିହାତି ଜରୁରୀ। ଯଦି ସେ କଳା ନାହିଁ, ତାହେଲେ ଆମେ ଏ ଦୁନିଆରେ ଆଗକୁ କେବେ ବଢ଼ିପାରିବା ନାହିଁ। ପ୍ରତ୍ୟେକ ଜିନିଷ ଗୋଟେ ଆପଣ ବଡ଼ ବଡ଼ ଲୋକଙ୍କଠୁ ନେଇକି ଆଜି ଆପଣ ଚିନ୍ତା ଚିନ୍ତା କରନ୍ତୁ, ଜାତିର ପିତା ଆମର ମହାତ୍ମା ଗାନ୍ଧୀଙ୍କ କଥା ଚିନ୍ତା କରନ୍ତୁ। ସେ ଯଦି କହିଥାନ୍ତେ ଯେ ମୁଁ ଯାହାକୁ ଡାକୁଛି ଦେଶକୁ ସ୍ୱାଧୀନ କରିବା ପାଇଁ, କେହି ମୋ ସାଙ୍ଗରେ ଆସୁନାହାନ୍ତି, ତ ସେ ଜାଗାରେ କ'ଣ ହେଇଥାନ୍ତା? ଆଜି ଆମେ ପୁଣି ପରାଜିତ ହେଇକି ହୋଇଥାନ୍ତୁ। ଆଜି ବି ଆମ ପିଠିରେ, ଆମେ ଜୁମ୍ ମିଟିଂ କ'ଣ କରିଥାନ୍ତୁ, ଆମ ପିଠିରେ ଇଂରେଜ ମାନେ ଦିଟା ପାହାର ବସେଇ ଦେଇକିରି ଜୁମ୍ ଫୁମ୍ ଛାଡ଼ିକିରି ଆମେ ବି ତାଙ୍କ ପଛରେ ଗୋଡ଼େଇଥାନ୍ତୁ, ଏଇଗୁଣା ଖାଇବାକୁ ପାଇନଥାନ୍ତୁ। ତ ଦେଖନ୍ତୁ, ତ ସିଏ ବି ତାଙ୍କ ଭିତରେ ସେ ଯେଉଁ କଳା କୁ ବିକଶିତ କଲେ। ସିଏ ତ ଥିଲେ ବହୁତ ବଡ଼ ସମ୍ଭ୍ରାନ୍ତ ପରିବାରର, ସିଏ ତ ଯାଇକି ବହୁତ ଭଲ କରୁଥିଲେ। ତ ତାଙ୍କ ମାନେ ସିଏ ବି ନିଜର କଳାକୁ ବିକଶିତ କଲେ, ଲୋକମାନଙ୍କୁ ଆଦରେଇଲେ, ଆଦର ସ୍ନେହ ଦ୍ୱାରା ସେମାନେ ତାଙ୍କୁ ଡାକିଲେ। ତାକି କ'ଣ ହେଲା ନା ଧୀରେ ଧୀରେ ଆଜି ଦେଶ ଆମର ସ୍ୱାଧୀନ ହେଇଗଲା। ସେମିତି ସେ ତ ରାଜନୈତିକ କ୍ଷେତ୍ରରେ ଦେଶ ସ୍ୱାଧୀନ ହେଇଗଲା, ଇଏ ଆର୍ଥିକ କ୍ଷେତ୍ରରେ, ସ୍ୱାବଲମ୍ବନ କ୍ଷେତ୍ରରେ ଆମେ ସ୍ୱାଧୀନ ପାଇବା ନିହାତି ଜରୁରୀ। ତ ସେଥିଲାଗି ଆପଣଙ୍କୁ ଅନୁରୋଧ ଯେ କାଲି ବି ଆମେ ଡିସ୍କସନ୍ କରିଥିଲେ, ଆପଣମାନେ ହୁଏତ ଧ୍ୟାନ କିଏ ଦେଇଥିବେ କିଏ ନ ଦେଇଥିବେ, ମୁଁ ଆଜି ବି ଆପଣଙ୍କୁ ମନେ ପକାଉଛି। କାରଣ ଥରେକରେ ହୁଏନି କେବେ। ମୁଁ ବି ଜାଣିଛି, ମୋର ବି 20 ବର୍ଷ ଇଏ ଯାତ୍ରା, RCMରେ ମୁଁ ଯାତ୍ରା କରିସାରିଲିଣି। ଥରେକରେ କୌଣସି କଥା ହୁଏନି, ମୁଁ ବି ନିଜେ ଜାଣିଛି। କାଲି ଯେଉଁଟା ଶୁଣିଲେ ହୁଏତ ଆଜି ଭୁଲି ଯାଇଥିବା, ମୁଁ ଆଜି ପୁଣି ଥରେ ମନେ ପକାଇ ଦେଉଛି। ଆମେ କ'ଣ କରିବା ନା ଆମ ହାତରେ 5ଟି ଆଙ୍ଗୁଠି ଅଛି। 5ଟି ଆଙ୍ଗୁଠିକୁ ଆମେ 1 2 3 4 ଏମିତି କରିକି 5 ପର୍ଯ୍ୟନ୍ତ ଗଣିବା ଯେ ଆଜି କାହାକୁ ଆମେ ଏଥିରେ ଆମେ ଆମେ କ'ଣ କରିବା, ପୁରା ଦିନ ଭିତରେ ବର୍ତ୍ତମାନ ଆମେ 5 ଜଣଙ୍କ ନାଁ ଲେଖିବା। ଯାହା ନାଁ ମନକୁ ଆସୁଛି, ସେ RCMରେ ଜଏନ୍ କରନ୍ତୁ ନ କରନ୍ତୁ। ଆପଣ ଦେଖନ୍ତୁ, ଏଇ ଯେଉଁ ଧ୍ୟାନର ଯୋଗ ହେଲା ଆଜି, ତ ଇଏ ଯେଉଁମାନେ RCMରେ ଜଏନ୍ କରିନାହାନ୍ତି, ତା ପାଇଁ କ'ଣ ଏଇଟା ଦରକାର ନାହିଁ? ନା ତାଙ୍କ ପରିବାରରେ ଶାନ୍ତି ଦରକାର ନାହିଁ? ତାଙ୍କ ମନରେ ଆନ୍ଦୋଳନ କୁ ଠିକ ହେବା କ'ଣ ଦରକାର ନାହିଁ? ସିଏ ବି ଦରକାର, ସବୁ ଦରକାର। କିନ୍ତୁ ତା ଭିତରେ ବି ଆମକୁ ଇଏ ସବୁ ଜିନିଷକୁ ଆମକୁ ସମସ୍ତଙ୍କୁ ଦରକାର। ଆଉ ସମସ୍ତଙ୍କୁ ଯେହେତୁ ଦରକାର, ତ ଆମେ କାହିଁକି ତାଙ୍କୁ କାହିଁକି ନ ଡାକିବା, ତାଙ୍କୁ କାହିଁକି ବାଛ ବିଚାର କରିବା? ତ ସେଥିଲାଗି ଯାହାର ନାଁ ମନେ ପଡ଼ୁଛି ତାଙ୍କୁ ଆମେ ପ୍ରଥମେ ଇନଭାଇଟ୍ କରିବା। ଇନଭାଇଟ୍ କରିସାରିଲା ପରେ ଦ୍ୱିତୀୟ କାମ କ'ଣ ନା, ତାଙ୍କର ନାଁକୁ ମୋତେ ହ୍ୱାଟ୍ସଆପ୍ରେ ତାଙ୍କ ନାଁ ଆଉ ଫୋନ୍ ନମ୍ବର ମୋତେ ପଠାଇଦେବେ। ପଠାଇ ଦେବା ଦ୍ୱାରା କ'ଣ ହେବ ନା, ମୁଁ ବି ଯଦି ସମୟ ପାଇଲି ତାହେଲେ ଆପଣଙ୍କ କଥାକୁ ମୁଁ ରିପିଟ୍ କରିବି। ଆପଣଙ୍କ କଥାକୁ କହିବି ଯେ ଆପଣମାନେ ଯାହା ଯେଉଁ ଫୋନ୍ କରିଛନ୍ତି, ମୁଁ ସେଇ କଥା ଟିକେ ମନେ ପକାଇ ଦେବା ପାଇଁ ମୁଁ ଫୋନ୍ କରୁଛି। ତାମାନେ କ'ଣ କହିବେ, ସେ ଲୋକ ଭାବିବେ ଯେ କିଛି ଗୋଟେ ଗୁରୁତ୍ୱ କଥା ଅଛି ବୋଲି, ଯେ ତାଙ୍କ କଥାକୁ ଇଏ ରିପିଟ୍ କରୁଛନ୍ତି, ମାନେ ସିଏ ହେଉଛନ୍ତି ପରଫେକ୍ଟ ଲୋକ, ମାନେ ଆପଣଙ୍କର ଇମ୍ପୋର୍ଟାଣ୍ଟ ବଢ଼ିଯିବ। ସେଇଟା ନିହାତି ଜରୁରୀ। ତୃତୀୟ ଜିନିଷ ହେଉଛି ଯେ ସେମାନଙ୍କୁ ସକାଳୁ ଟିକେ
ଆମେ ଯଦି ପୁରା ସବୁ କଥା ତାଙ୍କୁ ପ୍ରଥମରୁ ବୁଝେଇ ଦେଇଥିବା ସକାଳୁ ଆଉ ସମୟ ହବନି, ମାନେ ସକାଳୁ ଗୋଟେ ଗୋଟେ ଖାଲି କଲ୍ କରିଦେଇକିରି ସେ ଉଠାନ୍ତୁ ବା ନ ଉଠାନ୍ତୁ ଆମେ ମନେ ପକେଇଦେବା। ହଁ, ସପୋଜ ତୃତୀୟ ଥରକୁ ସେ, ମାନେ ଆପଣ କହିଲେ ମୁଁ କହିଲି ତାପରେ ତୃତୀୟ ଥର କଲ୍ ହେଲା, ସପୋଜ ସେ ଭୁଲି ଯାଇଛନ୍ତି, ତାପରେ ଆପଣଙ୍କୁ ଫୋନ କରିବେ, ଫୋନ କରିକି ପଚାରିବେ ଯେ କଣ ପାଇଁ ଫୋନ କରିଥିଲେ, ତ ଆପଣ ସେତେବେଳେ କହିଦେଇ ପାରିବେ ମୁଁ ଗୁରୁକୁଳ ପାଇଁ ଫୋନ କରିଥିଲି। ହଉ, ଆଜି ବସିଲାନି, ଠିକ ଅଛି, କାଲି ତ ବସିବେ, କାଲି ବସିଲେନି, ଠିକ ଅଛି, ପରଦିନ ତ ବସିବେ, ପରଦିନ ବସିଲେନି, ଠିକ ଅଛି, ତା ପରଦିନ ତ ବସିବେ। ଏମିତି ଆମେ ଯଦି 21 ଦିନ କରିବା, ତାହେଲେ 21 ଦିନ ଭିତରେ ଆମେ ଏଠି ଚାନ୍ଦ ସାର୍ଙ୍କୁ ଛାଡ଼ିଦେଲେ ଆମେ 8 ଜଣ ଅଛେ। ତ 8 ଜଣ ଆମେ, ଧନ୍ୟନ୍ତୁ ମୁଁ ସମସ୍ତଙ୍କ ଟିମକୁ ମୁଁ ଯୋଉ ଫୋନ କରିବି, ଧନ୍ୟନ୍ତୁ ମୋର ଲିଷ୍ଟକୁ ଛାଡ଼ନ୍ତୁ, କାହିଁକି ନା ଆପଣ ଦେଖନ୍ତୁ 7 ଜଣ ଅଛନ୍ତି, 7 ଜଣଙ୍କର 7×5 = 35 ଲୋକଙ୍କୁ ଯଦି ମୁଁ ଫୋନ କରିବି, ତାହେଲେ ମୁଁ ବି କାହାକୁ ଫୋନ କରିପାରିବି। ଧରନ୍ତୁ 35 ଜଣକୁ ମୁଁ ଗୋଟେ ଗୋଟେ କଲ୍ କରିଦେଲି, ତ ସେଇ ସେଇ ହିସାବରେ ତ ଆମେ ଆମେ 21 ଦିନ ଯଦି ଏ କାମ କରିବା, ତାହେଲେ ଆମେ ଧୀରେ 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 ଇଏ ସଂଖ୍ୟାକୁ ବଢେଇ ପାରିବା। ଆଉ ସଂଖ୍ୟାକୁ ବଢେଇବାର ଉଦ୍ଦେଶ୍ୟ ହଉଛି ଏଇଆ ଯେ ନା କେବଳ ଆମେ ଇନକମ୍ ପାଇବା, ନା ଇଏ ସମାଜ, ଏ ଦେଶ ଗଠନ କରିବାରେ ଆମର ଗୋଟେ ବହୁତ ବଡ଼ ଯୋଗଦାନ ରହିବ। ତ ପରମାତ୍ମା ଆମକୁ ଏ ଶରୀର ଦେଇଛନ୍ତି, ଆମେ କିଛି କରିକି ଦେଖେଇବା। ଓକେ, ଥ୍ୟାଙ୍କ ୟୁ। ସାର୍ ଅଛନ୍ତି, ମୁଁ ବହୁତ କିଛି କହିଦେଲି, ସାର୍ ଅଛନ୍ତି, ସାର୍ଙ୍କଠୁ କିଛି ଶୁଣିବା। ଧନ୍ୟବାଦ ବହୁତ ବହୁତ। ଗୁଡ ମର୍ଣ୍ଣିଂ ସେମ୍ ନମସ୍କାର। ନାଇଁ, ମୁଁ ଆପଣଙ୍କ କଥାକୁ ଧ୍ୟାନର ସହିତ ଶୁଣୁଥିଲି। ଆପଣଙ୍କର ଯୋଉ ପ୍ଲାନ୍ କରିଛନ୍ତି ଆଉ ଯୋଉ ପ୍ରକାର, ମୁଁ ଭାବୁଛି ଏଇ ପ୍ଲାନ୍ ଟା ସଫଳ ହବ। ତେଣୁ ପ୍ରତ୍ୟେକ ଆଜି ଶୁଭାରମ୍ଭ ହଉ। ଆଜି ବୁଧବାର, ଆଜି ତ 12 ତାରିଖ ବୁଧବାର। ଏଇଟା ମନେ ରଖନ୍ତୁ। ସମସ୍ତେ 5 ଜଣକୁ ଡାକନ୍ତୁ, 5 ଜଣକୁ ଡାକନ୍ତୁ। ଆଉ ଡାକିଲେ ଦେଖନ୍ତୁ, ଆପଣ ମାନେ ସମସ୍ତେ ମ୍ୟାଚୁର୍ଡ ବୟସ୍କ ଲୋକ, ସମସ୍ତ ଅନୁଭୂତି ସମସ୍ତଙ୍କର। ତେଣୁ ଡାକିବାର କଳା ଗୋଟେ ଥାଏ। ଡାକିବାର କଳାଟା ହଉଛି କଣ କି, ଅନୁଭୂତିରେ ହିଁ ବେଶୀ ହୁଏ। ତ ଆପଣଙ୍କର ଅନୁଭୂତି ବହୁତ ଅଛି। ତେଣୁ ଆଉ କୋଉ ପ୍ରକାର ଡାକିଲେ ହବ, କେମିତି କହିଲେ ହବ, କଣ କଲେ ହବ, ସବୁ ଆପଣ ଜାଣିଛନ୍ତି। ତେଣୁ କାଜୁଆଲି ଡାକିଲେ ଲୋକଙ୍କ ଉପରେ ପ୍ରଭାବ ପଡିବ ନାହିଁ। ଏକ୍ସାଇଟେଡ ହେଇକି ଡାକିବାକୁ ପଡିବ, ବାର ବାର ଡାକିବାକୁ ପଡିବ, ବାର ବାର କହିବାକୁ ପଡିବ, ଏସବୁ କରିବାକୁ ପଡିବ। କାରଣ ଆମେ ଯୋଉ ଲୋକଙ୍କୁ ଡାକିବା, ସେମାନେ ତାଙ୍କର ଅନ୍ୟ କାମରେ ମନ ଥାଏ। ତେଣୁ ତାଙ୍କର ମନଟାକୁ ଆମେ କେମିତିକା ଧରି ରଖିବା, ତାଙ୍କ ମନକୁ ନେଇକି କେମିତି ବୁଝେଇବା। ଏଇ ଯୋଉ ଆମର ଗୁରୁକୁଳରେ ଯାହା ସବୁ ଘଟୁଛି, ଆଉ ତାକୁ ଆମର ଗୋଟେ ଯୋଉ ଆନାଲିସିସ୍ ହଉଛି, ଗୋଟେ ସାରାଂଶ, ଗୋଟେ ଆଲୋଚନା ହଉଛି। ଦିଟା ଅପସନ। ଗୋଟେ ଅପସନ, ସେମାନେ ଡାଇରେକ୍ଟ ସେମାନେ ବସିପାରିବେ, ତାଙ୍କୁ ଯଦି ସେଇଭଳିଆ ଭାବେ ବୁଝା ଯାଇପାରିବ। ଆଉ ତାପରେ ଏଠି ମଧ୍ୟ ବସିପାରିବେ ଅଧଘଣ୍ଟା ପ୍ରୋଗ୍ରାମରେ। ନହେଲେ ସେମାନେ କେବଳ ଅଧଘଣ୍ଟା ଯୋଉ ଆନାଲିସିସ୍ ହଉଛି, ସାରାଂଶ ତାର ଆଲୋଚନା ହଉଛି, ଏ ବିଷୟରେ କହିବେ, ଯେ ଯୋଉ ଅପସନ ତାଙ୍କୁ ଦେବେ। ତ ସେମାନେ ଯୋଉମାନେ ନୂଆ ଅଛନ୍ତି, ସେମାନଙ୍କୁ ଆପଣ କୋଉ ପ୍ରକାର ବୁଝଉଛନ୍ତି। ଯୋଉମାନେ ଆମର RCM ର ବହୁତ ଦିନର, କିନ୍ତୁ ସେମାନଙ୍କ ଆପଣଙ୍କ ଟିମର, ତ ସେମାନଙ୍କୁ କେମିତି କହିବାକୁ ପଡିବ, ଏଗୁଡା ସବୁ ତରିକା ହଉଛି ବଡ କଥା। ଆଉ ତା ଦ୍ଵାରା ତାଙ୍କ ଉପରେ ପ୍ରଭାବ ପଡିବ। ତ ତାପରେ ସେ 5 ଜଣ ଆପଣ ହ୍ୱାଟ୍ସଆପ ରେ ପଠେଇଦେବେ, ସେ 5 ଜଣଙ୍କର ନାଁ ଆଉ ଫୋନ ନମ୍ବର, ଆଉ ଶତପଥୀ ସାର୍ ସେମାନଙ୍କ ସହିତ କଣ୍ଟାକ୍ଟ କରିବେ। ତ ଦେଖିବେ, ଏଇ ଯୋଉ 35 ଜଣ ଆମର ଗୋଟେ ଛୋଟିଆ ଆକାରରେ ଆରମ୍ଭ କରାଯାଉ। 535 ଜଣ, 535 ଜଣ। ତାପରେ ଆମର ବସନ୍ତି ଆମ ସହିତ ଆଉ କିଏ ଆସନ୍ତି ପ୍ରାୟ। ବର୍ତ୍ତମାନ ତ ଆକାଶ ବି ବସେ, ଆକାଶକୁ ବି ଆଟାଚ କରାଯିବ। ଆକାଶକୁ ବି ଫୋନ କରି କହିଦେବାକୁ ପଡିବ। ଗଗନ ବାବୁ, ମାନେ ସବୁ ଅମୀୟ ବାବୁ କହିଦେବେ ଆକାଶକୁ, ସିଏ ବି ଡାକିବ। ତ 40 ଜଣ ଆମର ହେବେ। ଆକାଶ ପ୍ରାୟ ବସୁଛି, ତେଣୁ 40 ଜଣ ହେବେ। 40 ଜଣଙ୍କର ଆଜି ଦିନ ଭିତରେ ସେଇ 40 ଜଣଙ୍କୁ ଆପଣ ମାନେ ଡାକିବେ, ଆଉ ଶତପଥୀ ସାର୍ ସେମାନଙ୍କୁ ମଧ୍ୟ କହିବେ। ତ ମିନିମମ୍ ଅତି କମ ରେ 2-3 ଜଣ କାଲି ବସିବେ, ନିଶ୍ଚିତ ଭାବରେ ବସିବେ କାଲି 2-3 ଜଣ, ଅତି କମ ରେ 20%। 40 ଜଣ 20% କେତେ ହଉଛି, ସରି, 40 ଜଣ 20% ହଉଛି 8 ଜଣ। 8 ଜଣ ନିଶ୍ଚିତ ଭାବରେ ବସିବେ 20%। 5 ରୁ 8 ଜଣ ବସିବେ ନିଶ୍ଚିତ ଭାବରେ। ଆଉ ଯଦି ସେଇଭଳି ଭାବରେ ଆପଣ ମାନେ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ତାଙ୍କୁ ମୋଟିଭେସନ କରନ୍ତି, ତାହେଲେ ଅଧିକା ମଧ୍ୟ ହେଇପାରେ। କିନ୍ତୁ ମିନିମମ୍ 8 ଜଣ, ଯଦି 40 ଜଣ। ଆଉ ଅମୀୟ ବାବୁ, ଆପଣ ଆକାଶ ସାଙ୍ଗରେ କଥାବାର୍ତ୍ତା କରି ଏ ପ୍ଲାନ୍ ଟା ତାକୁ ମଧ୍ୟ କହିବେ।
आशा करे आपण माने निश्चित भाव सफलता पाइबे। तो मोर सफलतार एई जो लोकन को डाकिबारे लोकन को मोटिवेशन करिबारे कि लोकन को आरसीएम रे मीटिंग अटेंड करिबारे आरसीएम करिबारे जदि आपण माने मोर अनुभूति रु सफलतार कारण कोन जानिया को चाहती सेथिपाई गोटे कारण होची मु बहुत किछि प्रकार उपाय मु माने अप्लाई करिछि। प्रथम 2005 रु अर्थात अक्टोबर नवेम्बर 2004 अक्टोबर आरंभ होला अक्टोबर नवेम्बर डिसेम्बर 3 मास तापर 2005 ए 6-7 मास भितरे मु बहुत प्रकार उपाय करिछि। गोटे उपाय नहीं जे आस मीटिंग होची सार आउछंती संजीव सार आउछंती कि हमर आरसीओ मीटिंग एमती कैजुअल नहीं बहुत प्रकार उपाय करिछि। आपण माने बहुत प्रकार उपाय करिसंती करिवे किंतु कथा होची कोन गोटिए ता सहित थाए मोर उपाय प्रेशराइज नहेले आमे किछि काम करूना आमे प्रेशर टिके नहेले आमे किछि काम करूना आम भितरे आमे हमर कंफर्ट जोन भितरे आमे रहू जेते बुझिया सुझिया लोक से माने जेते ज्ञान बुद्धि टैलेंट मध्ये थाइकरी मध्ये से मानेकर गोटे कंफर्ट जोन रहि जानती आ तांको मन भितरे गोटे भावना थाए जे मु एतिकी ही भितरे मु अधिका मु करि परबिनी मु अधिका काम करि परबिनी नै मते मीटिंग रे बसि परबिनी मोर मु आरसीएम करूची जेतिकी करूची सेतिकी एई बळी गोटे धारणा थाए आजे तो आरसीएम रो ना गंध नथिला सेतेबेले को प्रकार मते प्रेशर करिया पड़तला आ से प्रेशर करिया पई संजीव सर मते ही बाध्य करथिले जैसे करके किडनैप करके ले माने कोन जैसे करके किडनैप करके मत छोड़ो किसी को मत छोड़ो चांद भाई ये एमती क्या सब मते फोन कहिए मत छोड़ो किडनैप करके ले आओ देखो ना कैसे मिराकल हो रहा है। तो किडनैप करके ले आओ माने कोन माने प्रेशर करिकरी तांको आनंतु आ प्रेशर करिकरी आनिबा लोक मानन भितरे प्राय 70% लोक से माने बदली जाइछंती आउ 30% 40% लोक से माने कुआडे हजि गले किंतु 60-70% से माने आसीछंती विरक्ति हेकरी आसीछंती आ माने संजीव सर आपण एठी सेमिनार रे सुनिथिबे तुम नहीं आओगे तो मैं सुसाइड कर दूंगा एमिति तांकर कहिनाती मजा करी कहिनाती तुम नहीं आओगे तो मैं ऐसे कर दूंगा तुम नहीं आओगे तो तेरा साथ जीवन भर मेरा रिलेशन नहीं रहेगा यही टाइप ऑफ ब्लैकमेलिंग ये सब मजारे से हमको बुझेइछंती किंतु यार भीतर गुढ़ रहस्य अछि एही भली आपण लोगन को प्रेशर करंतु हल्का मतन कहले सुनिबे नाही हल्का मतन कहले सुनिबे नाही आमे भी पिलाळु आज पर्यंत पाठ पढिबारे हो आ सब काम करियारो टिके प्रेशर न हले आमे काम करू नाही प्रेशर जो इंटरनल प्रेशर जो अछि इंटरनल प्रेशर हमर भीतर थाए कोन जो मानकर आत्मसम्मान बोध बेसी जो मानकर दायित्व बोध बेसी जो मानकर स्वप्न बेसी से मानकर तो इंटरनल प्रेशर से मानकर दायित्व बोध बेसी आत्मसम्मान बेसी मु किसी गोटे अलग भाव न करिले इनकम न करिले मु डिपेंडेंट हेकि कहीं रहिबी मु कहीं अल्प भितर रहिबी मु कहीं अभाव भितर रहिबी ये जो दायित्व बोध गोटे आत्मसम्मान बोध ये जार भितर अछि से तो माने भितर प्रेशर आउ सब लोक आत्मसम्मान बोध अच्छी सब लोक मन दायित्व बोध अच्छी सब लोक मन स्वप्न अच्छी से माने सेटा बहुत डरमांट आकार थाए से शोईकी थाए आमे जदि ताकू प्रेशर करबा से कोन सी सब जागी उठियो ये एकेडमी ट्रेनिंग रे टीसी सर कहंती